ଜୟ ଜଗନ୍ନାଥ। ଆସନ୍ତା କାଲି ପୌଷ ମାସର ଶୁକ୍ଳ ଗୁରୁବାର। ଯେଉଁଦିନ ଶୁକ୍ଳ ଗୁରୁବାର ପଡ଼େ ସେହିଦିନ ଗୁରୁ ପଞ୍ଚମୀ। ଗୁରୁବାରରେ ପଞ୍ଚମୀ ତିଥି ଥିଲେ ଗୁରୁ ପଞ୍ଚମୀ ବ୍ରତ ପାଳନ କରାଯାଏ। ଏହି ଗୁରୁ ପଞ୍ଚମୀ ବ୍ରତ ବହୁତ ମହାଲକ୍ଷ୍ମୀଙ୍କର ପୂଜା କରାଯାଏ। ସକାଳେ ଏହି ଗୁରୁ ପଞ୍ଚମୀ ଦିନ ସକାଳରେ ଶୀଘ୍ର ଉଠି ସ୍ନାନ କରନ୍ତୁ। ହଳଦିଆ କିମ୍ବା ଲାଲ ବସ୍ତ୍ର ଶାଢ଼ୀ କିମ୍ବା ପିନ୍ଧନ୍ତୁ ଏବଂ ଘର ଓ ପୂଜାସ୍ଥଳକୁ ପବିତ୍ର କରନ୍ତୁ। ମା ଲକ୍ଷ୍ମୀଙ୍କର ମୂର୍ତ୍ତି କିମ୍ବା ଫଟୋଟିଏ ଆଣନ୍ତୁ ଏବଂ କଳସରେ ଆମ୍ବ ଡାଳ, ଗଙ୍ଗାଜଳ ଏବଂ ପୁଷ୍ପ, ଅକ୍ଷତ, ଧୂପ, ଦୀପ ଦେଇ କଳସରେ ମା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏବଂ ବିଭିନ୍ନ ପ୍ରକାର ଫଳମୂଳ ଏବଂ ପିଠାପଣା ଦେଇ ନୈବେଦ୍ୟ ଚଢ଼ାନ୍ତୁ ଏବଂ ଦୀପ ଜଳାଇ କୁହନ୍ତୁ, ହେ ମା ଲକ୍ଷ୍ମୀ, ଗୁରୁ ପଞ୍ଚମୀ ପବିତ୍ର ଦିନରେ ମୋ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ। ରୋଗ ଶୋକକୁ ଦୂର କରନ୍ତୁ ଏବଂ ମହାଲକ୍ଷ୍ମୀଙ୍କୁ ଅକ୍ଷତ, ଫୁଲ, ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ। ଦୀପ ଦେଇ ଆଳତି କରନ୍ତୁ ଏବଂ 3 ଥର କିମ୍ବା 5 ଥର ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ ମନ୍ତ୍ରକୁ ଜପ କରନ୍ତୁ ଏବଂ ସମ୍ଭବ ହେଲେ ଗୁରୁ ପଞ୍ଚମୀ ବ୍ରତ କଥା ମଧ୍ୟ ପଢ଼ନ୍ତୁ ଏବଂ ଘରର ସମସ୍ତ ବ୍ୟକ୍ତିଙ୍କୁ ଶୁଣାନ୍ତୁ। ଶେଷରେ ମାଙ୍କୁ ନୈବେଦ୍ୟ ଦେଇ ପରିବାର ସହ ପ୍ରସାଦ ବଣ୍ଟନ କରନ୍ତୁ। ସନ୍ଧ୍ୟାବେଳେ ଘର ଦ୍ୱାରରେ ଦୀପ ଜଳାନ୍ତୁ ଏବଂ କୁହନ୍ତୁ, ମା ଲକ୍ଷ୍ମୀ ଆମ ଘରେ ନିତ୍ୟ ବାସ କରନ୍ତୁ। ଏହି ଦିନ କ୍ରୋଧ, ଝଗଡ଼ା କରନ୍ତୁ ନାହିଁ, ମିଛ କଥା, ନିନ୍ଦା କରନ୍ତୁ ନାହିଁ ଏବଂ ସମ୍ଭବ ହେଲେ ନିର୍ଜଳ ଉପବାସ ରଖନ୍ତୁ। ଏହା କରିବା ଦ୍ୱାରା, ଏହି କଥା ମାନିବା ଦ୍ୱାରା ମହାଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନଧାନ୍ୟର ଅଭାବ ରୁହେ ନାହିଁ ଏବଂ ସୁଖ, ଶାନ୍ତି, ସମୃଦ୍ଧି ସଦା ରହିଥାଏ। ମହାଲକ୍ଷ୍ମୀ ନାରାୟଣଙ୍କ ସହିତ ସର୍ବଦା ଘରେ ସ୍ଥାୟୀ ରୂପରେ ବାସ କରନ୍ତି। ଏହି ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚୟ ଲାଇକ୍, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବେ।